ମା ବଳିଲାବେଳକୁ ମୋର କୋଟି କୋଟି ନମସ୍କାର। ଯେଉଁ ମଲ୍ୟାପୁର ସଂଘ ସେ ସଂଗଠନ ଆଜି କରିଛି, ସେ ସଂଗଠନ ଖାଲି ଆଗକୁ ଯାଉ। ତମେ ସବୁ ମୁଁ ଏକା ମା ବାପ ନୁହେଁ, ସମସ୍ତେ ତାର ମା ବାପ ସମସ୍ତେ ଭାଇ, ସେମାନେ ଆଶୀର୍ବାଦ କରନ୍ତୁ। ମୁଁ ଦୁତି ମୁଣ୍ଡରେ ହାତ ଛୁଇଁକି କହୁଛି, ସେ କୋଟି କୋଟି ଲୋକଙ୍କ ପରିବାରର ଦାୟିତ୍ୱ ବୁଝିପାରୁ, ଦୁଃଖୀ ରଙ୍ଗୀଙ୍କର ଦାୟିତ୍ୱ ସେ ବୁଝିପାରୁ, ସମସ୍ତଙ୍କୁ ସେ ସାହାଯ୍ୟ କରୁଛି। ଦେବଯାନୀ ମହାନ୍ତି ମ୍ୟାଡ଼ାମ୍ ମଧ୍ୟ ଥିଲେ, ଦୀପ୍ତି ପ୍ରଧାନ ମ୍ୟାଡ଼ାମ୍ ମଧ୍ୟ ଆସିଥିଲେ ଗେଷ୍ଟରେ। ଆଉ ବହୁତ ଭଲ ଲାଗିଲା। ଆଜି ପ୍ରଥମ ଥର ବୈଠକରେ 100ରୁ ଉର୍ଦ୍ଧ୍ୱ ଆମର ସଦସ୍ୟ ଏକତ୍ରିତ ହେଇକି ଆମର ସମାଜ ପାଇଁ କେମିତି ଭଲ କାମ କରିବୁ, ଆଉ ଆମର ପଞ୍ଚାୟତକୁ କେମିତି ସୁରକ୍ଷିତ ରଖିବୁ, ଆଉ ସଫାସୁତୁରା କରିକି ଆମେ କେମିତି ପରିଷ୍କାର ରଖିବୁ, ଆଉ ଅସହାୟ ବ୍ୟକ୍ତିଙ୍କୁ କେମିତି ଆମେ ସେବା କରିବୁ, ସେବା ମନୋବୃତ୍ତି ନେଇକି ଆମେ ଏଇ ସଂଗଠନଟି ଆରମ୍ଭ କରିଛୁ। ଆଉ ବହୁତ ଭଲ ଲାଗିଲା। ନିହାତି ଭାବେ ଆଗାମୀ ଦିନରେ ଏଇ ସଂଗଠନ ଜିଲ୍ଲା ସ୍ତରରେ ମଧ୍ୟ ରାଜ୍ୟ ସ୍ତରରେ ମଧ୍ୟ କାମ କରିବ। ଆଉ ମୋତେ ବହୁତ ଖୁସି ଲାଗୁଛି, ମୁଁ ଯେଉଁ ଆଶା ଯେଉଁ ଭରସା ନେଇକି ସଂଗଠନଟି ଆରମ୍ଭ କରିଥିଲି, ଆଜି ଧୀରେ ଧୀରେ କାର୍ଯ୍ୟକାରୀ ହେଉଛି। ଅନେକ ଲୋକ ମଧ୍ୟ ଏଥିରେ ଜଡ଼ିତ ହେଉଛନ୍ତି। ଆଉ ନିହାତି ଭାବେ ଆମର ଥିମ୍ ଅଛି ପଞ୍ଚାୟତର ଡେଭଲପମେଣ୍ଟ, ବିକାଶ, ଉନ୍ନତି। ତା ଦେହରେ ଆମେ ସଂଗଠନ ଆମର କାମ କରିବ। ବିଭିନ୍ନ ପ୍ରକାର ଐତିହ୍ୟ ଆମର ଯେଉଁ ରହୁଛି, ଅଷ୍ଟପହରି ରହୁଛି ବା ମେଲଣ ରହୁଛି, ଜାଗର ରହୁଛି, ବିଭିନ୍ନ ପାରମ୍ପରିକର ଐତିହାସିକ ଯେଉଁ ପ୍ରୋଗ୍ରାମ ରହୁଛି, ସେଥିରେ ଆମେ ସଂଗଠନ ସ୍ୱଚ୍ଛତା ବିଷୟରେ ପାଣି ମଟରଠୁ ଆରମ୍ଭ କରି ଖାଦ୍ୟ ପୁଡ଼ିଆ ଖଣ୍ଡନ ମଧ୍ୟ କରିବେ। ତା ସହିତ ଅସହାୟ ଯେଉଁ ବ୍ୟକ୍ତି ରହୁଛନ୍ତି ମେଡ଼ିକାଲ ସୁବିଧା ପାଇପାରେ, ତାକୁ କିପରି ନିଜ ଘରୁ ମେଡ଼ିକାଲକୁ ନେଇକି ତାକୁ ସବୁପ୍ରକାର ସୁବିଧା କର, ସେ କ୍ଷେତ୍ରରେ ମଧ୍ୟ ଆମ ସଂଗଠନ କାମ କରିବ। ବ୍ଲଡ଼ ଡୋନେସନ୍ କାମ ସଂଗଠନରେ ମଧ୍ୟ ବ୍ଲଡ଼ ଡୋନେଟ୍ ମଧ୍ୟ କ୍ୟାମ୍ପ କରିକି ଅସହାୟ ବ୍ୟକ୍ତିକୁ ବ୍ଲଡ଼ ଦେବାରେ ମଧ୍ୟ ସହଯୋଗ କରିବୁ। ବିଭିନ୍ନ ପ୍ରକାର ଯେଉଁ କାମ ରହିଛି ଆମେ ତା ଦେହରେ ସଂଗଠନ ମାଧ୍ୟମରେ କାମ କରିବୁ। ଆଉ ସବୁବେଳେ ଚେଷ୍ଟା କରିବୁ ଲୋକଙ୍କର ସମସ୍ୟା ପାଖରେ ପହଞ୍ଚିବା ପାଇଁ, ଆଉ ସମସ୍ୟାକୁ ସୁଧାରିବା ପାଇଁ।